घंटाशूलहळानि शंखमुसळे चक्रम धनुषायकम हस्ताद्वै ददति घनांत विलसो शीतांशुतुल्यो प्रभो गौरी देह समुद्भवां त्रिजगतां माधारभूता महा पूर्वा मंत्र सरस्वतीर्मनुभजे शुंभादि दैत्यार्दिनी माँ शुंभादि दैत्यार्दिनी। दर्शक बंधु ये संसार रे प्रायतः देखा जाइछि ଯେଉଁ ବ୍ୟକ୍ତି ବା ଯେଉଁ ଲୋକଟି ଅନ୍ୟକୁ ସାହାଯ୍ୟ କରେ ବା ତାକୁ କିଛି ଘଟଣା ବିଷୟରେ ସୂଚେଇ ଦିଏ ବା ତାକୁ ପରିସ୍ଥିତିର କିଛି ଆଭାସ କରାଏ ତାକୁ ହିଁ ପରିଶେଷରେ ବ୍ୟକ୍ତି ଦୋଷାରୋପ କରିଥାଏ। ଯେପରି ଆପଣଙ୍କ ଜାତକଟିଏ ଆପଣଙ୍କ ଜାତକରେ ଥିବା ଗ୍ରହ ଅବସ୍ଥିତି ଆପଣଙ୍କୁ ଅନେକ କଥା ସୂଚାନ୍ତି ଦୁର୍ଭାଗ୍ୟ ବା ଦୁର୍ଦିନ ଏହିପରି ଅନେକ କିଛି। ସେହିପରି ଆପଣଙ୍କ ଜାତକରେ ଗ୍ରହମାନଙ୍କର ଅବସ୍ଥିତି ମଧ୍ୟ ଆପଣଙ୍କୁ ଅନେକ କଥା ସୂଚାନ୍ତି। କିନ୍ତୁ ଆପଣ କ'ଣ କରନ୍ତି? କୁହନ୍ତି ମୋର ଜାତକଟି ଅତି ଖରାପ, ମୋ ଜାତକରେ ଶନି ଗ୍ରହ ମୋତେ ଗୁଡ଼ିଏ ଅଶୁଭ ଫଳ ଦେଲା, ଏ ରାହୁଟି ମୋ ପାଇଁ ଭଲ ନୁହେଁ। କିନ୍ତୁ ପ୍ରକୃତରେ ତାହା ନୁହେଁ ଆଜ୍ଞା। ପ୍ରକୃତରେ ହେଉଛି କ'ଣ? ଆପଣ ପୂର୍ବ ଜନ୍ମରେ କରି ଆସିଥିବା କର୍ମ ଅନୁସାରେ ଆପଣଙ୍କର ଜାତକଟି ତିଆରି ହେଇଛି ବା ଆପଣଙ୍କ ଜାତକଟି ଆପଣ ଆଣିକିରି ଆସିଛନ୍ତି। ଏଇ ଯେଉଁ ଜାତକଟି ଆପଣ ଆଣିକିରି ଆସିଛନ୍ତି ପୂର୍ବ ଜନ୍ମର କର୍ମ ଅନୁସାରେ, ଯଦି ତାହା କୁକର୍ମ ତାହେଲେ ସେହି ଅନୁସାରେ ଆପଣଙ୍କର ଜାତକଟି, ଯଦି ତାହା ସୁକର୍ମ ତାହେଲେ ସେହି ଅନୁସାରେ ଆପଣଙ୍କର ଜାତକଟି। ଏହି ଜାତକରେ ଆପଣ କୁକର୍ମ କରିଥିଲେ ଦୁର୍ଭାଗ୍ୟ ଭୋଗ କରୁଛନ୍ତି, ସୁକର୍ମ କରିଥିଲେ ସୌଭାଗ୍ୟ ଭୋଗ କରୁଛନ୍ତି। କିନ୍ତୁ ଦୋଷ ଦେଉଛନ୍ତି ଜାତକକୁ ଯେ ଜାତକଟି ମୋର ଅତି ଖରାପ। ଜାତକ ଆଜ୍ଞା ଖରାପ ନୁହେଁ କି କୌଣସି ଗ୍ରହ ଆପଣଙ୍କ ପାଇଁ ଖରାପ ନୁହନ୍ତି। ଗ୍ରହମାନେ ତ ବିଚରା ସୂଚକ, ଗୋଟିଏ ପୋଷ୍ଟ ପିଅନ ସଦୃଶ। ଆପଣଙ୍କର କୁକର୍ମ ସମୟରେ କୁକର୍ମର ଫଳ ଆପଣଙ୍କୁ ଯଥା ସମୟରେ ପହଞ୍ଚେଇ ଦେବେ ଆଉ ସୁକର୍ମର ଫଳ ମଧ୍ୟ ଯଥା ସମୟରେ ପହଞ୍ଚେଇ ଦେବେ। କେବେ ହେଲେ ତିଳେ ମାତ୍ର ସମୟ ଅତିବାହିତ କରିବେନି ଆପଣଙ୍କୁ ଫଳ ପହଞ୍ଚେଇବା ସମୟରେ। ତେଣୁ ମୋର କହିବାର ବାହୁଲ୍ୟ ହେଉଛି ଆପଣ ଯଦି କର୍ମଟିକୁ ସୁଦୃଢ଼ କରନ୍ତି ବା କର୍ମଟିକୁ ଯଦି ସୁକର୍ମରେ ପରିଣତ କରନ୍ତି ତାହେଲେ ଆପଣଙ୍କର ଜାତକଟି ଅତି ସୁନ୍ଦର ବା ଭାଗ୍ୟୋଦୟର ଜାତକ ହେବ। ଯାହା ତ କରି ଯାଇଛନ୍ତି ଅନ୍ଧ ଥରେ ବାଡ଼ି ହଜାଏ ଆଉ ଥରେ ବାଡ଼ି ହଜାଏ ନାହିଁ। ଯାହା ଆପଣ ପୂର୍ବ ଜନ୍ମରେ କରି ଆସିଛନ୍ତି ତାହା ଛାଡ଼ନ୍ତୁ, କିନ୍ତୁ ଏବେଠାରୁ କ୍ରିୟମାଣ କର୍ମକୁ ଏତେ ସୁକର୍ମରେ ପରିଣତ କରନ୍ତୁ, ସୁଭାଗ୍ୟରେ ପରିଣତ କରନ୍ତୁ ବା ସୁଦିନରେ ପରିଣତ କରନ୍ତୁ ଯାହା ଆପଣଙ୍କୁ ଆଗକୁ ଏପରି ଜାତକଟିଏ ଦେବ ନାହିଁ କିମ୍ବା ଆପଣଙ୍କ ଔରସରୁ ଜନ୍ମ ହେଉଥିବା ସନ୍ତାନ ସନ୍ତତିମାନଙ୍କୁ ମଧ୍ୟ ଏପରି କିଛି ଦୁର୍ଭାଗ୍ୟ ଆଣିକିରି ଆସିବା ପାଇଁ ପ୍ରଶୟ ଦେବନି। ପ୍ରତ୍ୟେକ ଦିନ ସତ୍କର୍ମ କରି ଆପଣ ଯଦି ଏଇ ଗୋଟିଏ ବିଳାସ ମନରେ ରଖନ୍ତି, ପ୍ରଭୁଙ୍କ ପାଖରେ ପ୍ରାର୍ଥନା କରନ୍ତି ଯାହା ମୋର ହେଇଛି ତାକୁ ମୋତେ କ୍ଷମା କରନ୍ତୁ ଓ ଆଜିଠାରୁ ମୋତେ ସତ୍କର୍ମ କରିବା ପାଇଁ ମାର୍ଗ ଦିଅନ୍ତୁ ଓ ମୋ ଔରସରୁ ଜନ୍ମ ହେଉଥିବା ପ୍ରତ୍ୟେକ ସନ୍ତାନ ସନ୍ତତିମାନେ ମଧ୍ୟ ମୋ ପରିବାରରେ ସେହି ସୌଭାଗ୍ୟ ନେଇ ଜନ୍ମ ହୁଅନ୍ତୁ। ତାଙ୍କର ମଧ୍ୟ ପୂର୍ବ ଜନ୍ମରେ କୌଣସି ପ୍ରାରବ୍ଧ କର୍ମ ନେଇକରି ସେ ଆସନ୍ତୁ ନାହିଁ, ଯଦ୍ୱାରା ମୋର ପରିବାରରେ ଗୁଡ଼ିଏ ଦୁର୍ଭାଗ୍ୟ ଭୋଗ ହେବ। ଦର୍ଶକ ବନ୍ଧୁ ଧରି ନିଅନ୍ତୁ ଗୋଟିଏ ଲୋକ ପୂର୍ବ ଜନ୍ମରେ ଅନେକ କିଛି ଅପକର୍ମ କରିଛି, ଯେପରି ତାର କର୍ମକ୍ଷେତ୍ରରେ ସଠିକ କର୍ମ କରିନାହିଁ କିମ୍ବା ଯାହା ଯେଉଁଠି ତାର ଯେଉଁ ଦାୟିତ୍ୱ ନିଭାଇବା କଥା ତାହା ନିଭାଇ ନାହିଁ, ପର ସ୍ତ୍ରୀକୁ ହରଣ କରିଛି, ଅପବୟସ୍କା ବା ପ୍ରାପ୍ତ ବୟସ ଠାରୁ କମ୍ ବୟସ ନାରୀଙ୍କ ସହ ସହବାସ କରିଛି, ଏପରିକା
स्थिति रे जदि से किसी अपकर्म करिकरी आसीची ताहले ता जातकरे शनि ताकू बात जनित रोग रे पीड़ित करूछंती। आपण कहउचंती कोन ज्योतिषं को देखै जे शनि आपण को एपरि बात रोग दउची शनि को पई प्रतिकार टे करबा किंतु आपण भूली जाउछंती पर जन्म रे एही सब क्रिया करिथिबारु एही पुटलटी शनि धरी आपण को जातक रे बसिची। तेणु यार प्रतिकार विधान तो सत्कर्म पई करिबा पूजा प्रतिकार गोटे सत्कर्मर मार्ग ताहा आपण करिबा बा करंतु किंतु शनि को दोष दियंतु नाही। से तो होचंती कर्म नियंता अदृष्ट बा भाग्यर नियंता से जहाँको ठारू आमे आकलन करू पूर्व जन्मर घटिथिबा सुकर्म कुकर्मर फल विषय रे। तेणु दर्शक बंधु कहिबार बाहुल्य होची या ग्रह केबे कहार अमंगल चिंता करंती नाही आपण आनिथिबा कर्म अनुसार आपण को फल देथांती। तेणु मोर कहिबार कथा कर्मटी को एते सुंदर करंतु सत्कर्म रे परिणत करंतु जहा आपण को पई अति सौभाग्यर कारण है। जय महाविद्या जे सकल सृष्टिर आधार जे सकल विद्यार आसर तारि पाद तले प्रणाम करी आरंभ करुची आजिर एपिसोड। दर्शक बंधु मु पंडित श्री सुशील कुमार दीक्षित और आपण देखुचंती मोर ए ज्ञान भित्तिक चैनल महाविद्या एस्ट्रो। दर्शक बंधु एपिसोड क्रम रे आमे आज जानिबा 7 अप्रैल 2025 मसिया सोमवार राशिफल विषय रे। 12टी राशि यही 12टी जाक राशि को कौन रही आजिर दिन में शुभ फल और कौन रही अशुभ फल और किपरि करिवे यार प्रतिकार क्यों दिग प्रति हेबे सावधान यही सब जानिबा आगरु दर्शक बंधु आसंतु प्रथमे जानिबा आजिर दिनपंजी कौन कहूची। आज होउची मीन 25 दिन चैत्र शुक्ल पक्ष दशमी सोमवार पुष्या नक्षत्र भोग प्रात 9 घंटा 1 मिनिट पर्यंत परे अश्लेषा नक्षत्र भोग हेबो अहोरात्र। कर्कट राशि रे चंद्र अवस्थान करूछंती अहोरात्र पर्यंत। सही परी आजिर दिन रे नवजात शिशु मानकर राशि नक्षत्र पुष्या कर्कट और समयानुक्रमे अश्लेषा कर्कट हेबार देखा जाए। आजिर दिन रे घातवार आजिर दिन रे मिथुन राशि को हेउची घातवार। तेणु मिथुन राशि व्यक्ति विशेष माने यातायात बेले बा कोनोसी दूर स्थान को यात्रा करुथिले स्थगित करंतु और जगी रखिकिरी आजिर दिनटी को अतिबाहित करंतु। सेहि परि आजिर दिनर शुभाशुभ जदि आमे जानिबा आज होउची बासंतिक महोत्सव र दशमी पूजा बा विजया दशमी आज अति सुंदर दिनटीए जहाँ माँ दुर्गांकर नवदिनात्मक पूजार शेष दिन आजिर दिन रे अनेक किछि शुभ कार्य मध्य करा जाई थाए। आजिर दिन रे जदि नक्षत्र शुद्धि आमे जानिबा दिबा 9 घंटा 1 मिनिट परे मघा पूर्व फाल्गुनी हस्ता स्वाति अनुराधा मूला उत्तराषाढ़ा पूर्वषाढ़ा श्रवणा शतभिषा उत्तर भाद्र बीजा रोहिणी आद्रा पुष्या एही नक्षत्र मानकर ताराचंद्र शुद्धि। आजिर दिन रे कलम साग खाइबा को मना। आजिर दिन रे शुभ कार्य देवता घटन उपचिष्टा अन्नपार्शन दीक्षा ग्रहण नवान्न भोजन वाणिज्यकरण जलाशय प्रतिष्ठा आदि शुभ कर्म मध्य आजिर ए विजया दशमी रे आपण माने करि पारछंती। दर्शक बंधु एही थिला आजि दिनर पंजिका जहा आपण माने जानिले। एबे आसंतु जानिबा मेष ठारू मीन पर्यंत कोन रहिछि आजिर दिन रे आपणकर शुभ और अशुभ और कोन करिवे यार प्रतिकार। एबे आसंतु जानिबा मेष राशि विषय रे। दर्शक बंधु मेष राशि विशिष्ट व्यक्ति विशेष माने आज दिन रे मानसिक चाप आपण ऊपर एते मात्रा रे बढ़ी जाउची आपण निजर मानसिक अशांति को अन्य ऊपर जाहिर करूछंती जहार कारणरू आपण गोटे झगड़ात्मक परिस्थिति को जाउछंती। सेहि परि बंधु मानक ठारू क्लेश आपण पाउछंती जेहेतु आपणकर मनटी विरक्ति कारक तेणु आपण को अमृत देले भी आपण को आज भलो लागिवो नै। तेणु बंधु बांधव मध्य आपण को सेहि परि
ଭଲ ଲାଗୁନାହାନ୍ତି। ମାନସିକ ଚଞ୍ଚଳତା ଅତିମାତ୍ରାରେ ଆଜି ଦେଖାଯାଏ। ତେଣୁ ମାନସିକ ଚଞ୍ଚଳତା ପ୍ରତି ଟିକେ ସାବଧାନ ରୁହନ୍ତୁ। ନିଜର କ୍ରୋଧ ଆଚରଣ ପ୍ରତି ମଧ୍ୟ ଟିକେ ସାବଧାନ ରୁହନ୍ତୁ। ଚାରି ଚକିଆ ଯାନରୁ ଆଜି ଆପଣଙ୍କୁ ଭୟ ରହିଛି। କାରରେ ବା ବସରେ ଯିବା ଆସିବା କଲା ବେଳେ ବା ଦୂର ସ୍ଥାନକୁ ଯଦି ଯାଉଛନ୍ତି ବା ରାସ୍ତା ପାର ହେଲା ବେଳେ ଗୋଟିଏ କଡ଼ରୁ ଅନ୍ୟ କଡ଼କୁ ଗଲାବେଳେ ଚାରି ଚକିଆ ଯାନ ଠାରୁ ଆପଣଙ୍କୁ ଭୟ ରହିଥିବାରୁ ଦୁର୍ଘଟଣାଟିଏ ଘଟି ଯାଇପାରେ। ସେଥିପ୍ରତି ସାବଧାନ ନିହାତି ରହନ୍ତୁ। ଆଘାତ ଭୟ ଯେହେତୁ ରହିଛି ଏଥିପ୍ରତି ଆପଣ ସାବଧାନ ରହିବା ଆବଶ୍ୟକ। କିଛି ମାତ୍ରାରେ ଶୁଭ କାର୍ଯ୍ୟ ଆପଣ କରିବାକୁ ଚାହୁଁଛନ୍ତି, ମାତ୍ର ସେଥିରେ ଆପଣଙ୍କୁ ଆଜି ହାନିକୁ ସାମ୍ନା କରିବାକୁ ପଡ଼ୁଛି। ସେହିପରି ଧନ ହାନିର ମଧ୍ୟ ସୂଚନା ମିଳେ। ଶତ୍ରୁ ବୃଦ୍ଧି ହେବେ, ଆର୍ଥିକ ସମସ୍ୟା, ଘରୁ ବାହାରକୁ ଯିବେ, କୌଣସି କାମ ପାଇଁ ଘରୁ ବାହାରକୁ ଯାଇପାରନ୍ତି। ଅବିଶ୍ୱାସୀ ମାନେ ଯାହାକୁ ଆପଣ ଅତି ବିଶ୍ୱାସ କରନ୍ତି ସେ ଆଜି ଆପଣଙ୍କ ସହିତ ଅବିଶ୍ୱାସତା କରିବେ। ପଛରେ ଆପଣ ଜାଣିବେ ଯେ ମୋର ଅତି ବିଶ୍ୱାସର ପାତ୍ର ଲୋକ ମୋ ସହ କିପରି ବିଶ୍ୱାସଘାତକତା କରିଛି। କୋର୍ଟ କଚେରୀର ମାମଲା, କୌଣସି ନ୍ୟାୟ ପଞ୍ଚାୟତ ପରିସ୍ଥିତି ଆପଣଙ୍କ ସହ ଘଟିପାରେ। ତେଣୁ ଏଥିପ୍ରତି ମଧ୍ୟ ସାବଧାନ ରହିବେ। କ'ଣ କରିବେ ପ୍ରତିକାର? ଗାଧୁଆ ଜଳରେ କିଛି ରକ୍ତ ଚନ୍ଦନ ଓ ଟିକେ ହେଙ୍ଗୁ ପକେଇ ସ୍ନାନ କରନ୍ତୁ ଓ ଦିନଚର୍ଯ୍ୟା କରନ୍ତୁ। ଦେଖିବେ ଦିନଟି ଆପଣଙ୍କ ପାଇଁ ଅତି ମଙ୍ଗଳମୟ ହେବ। ଏବେ ଆସନ୍ତୁ ଜାଣିବା ବୃଷ ରାଶି ବିଷୟରେ। କିପରି ରହିବ ଆଜିର ଦିନଟି, କେଉଁ କେଉଁ ଦିଗ ପ୍ରତି ହେବେ ସାବଧାନ ଓ କ'ଣ କରିବେ ପ୍ରତିକାର। ଦେଖନ୍ତୁ, ବୃଷ ରାଶି ପାଇଁ ଆଜିର ଦିନଟି ଅତି ଉତ୍ତମ ଦିନ ଅଟେ। ଜୟଲାଭ ପ୍ରତି କ୍ଷେତ୍ରରେ ଆପଣ ଜୟଯୁକ୍ତ ହେଉଛନ୍ତି। ଯେଉଁ କାମକୁ ଅନେକ କିଛି ଲୋକ କରି ନ ପାରିବେ ତାହା ଆପଣ ନିଜର ଦକ୍ଷତା ବଳରେ କରି ତାହାର ପ୍ରଶଂସାର ପାତ୍ର ହେବେ। ସେହିପରି ଧନପ୍ରାପ୍ତି ଯୋଗଟିଏ ରହିଛି। କିଛି କିଛି କ୍ଷେତ୍ରରୁ ଅଟକି ରହିଥିବା ଧନ ଆଜି ଆପଣଙ୍କୁ ମିଳିବାର ସମ୍ଭାବନା ରହିଛି। ଏହାକୁ ନେଇ ମଧ୍ୟ ଆପଣ ଆଜି ଅନେକ ଖୁସି ବା ଅନେକ ଉଲ୍ଲାସିତ ବା ଆନନ୍ଦିତ ହେବାର ଦେଖାଯାଏ। ଶତ୍ରୁଠାରୁ ମଧ୍ୟ ଆଜି ଆପଣ ଜୟଲାଭ କରୁଛନ୍ତି। ଆପଣଙ୍କର ବିଗତ ଦିନରେ ଯେଉଁମାନେ ଆପଣଙ୍କୁ ଅତି ଶତ୍ରୁତା ଆଚରଣ କରିଥିଲେ ବା ହଇରାଣ ହରକତ କରିଥିଲେ, ଆଜି ସେମାନଙ୍କର ଆପଣଙ୍କର ଏହି ପ୍ରକ୍ରିୟା ଦ୍ୱାରା ବା ଆପଣଙ୍କର ଏହି ଦିନଚର୍ଯ୍ୟା ସେମାନଙ୍କୁ ଆଜି ନତମସ୍ତକ କରିବାର ଦେଖାଯାଏ। ସେହିପରି ଶରୀରରେ ଆରୋଗ୍ୟତା ଆଜି ଦେଖାଯାଏ। ବୈଭବ ପ୍ରାପ୍ତି ବା ଆଜି ଆପଣ ଅନେକ କିଛି ଧନ ସମ୍ପତ୍ତିର ମାର୍ଗ ପ୍ରଶସ୍ତ କରୁଥିବାରୁ ବା କିଛି ପ୍ଲାନିଂ ଆପଣଙ୍କର ଅତି ସକ୍ସେସ୍ ମୋମେଣ୍ଟ ଆଡ଼କୁ ଯାଉଥିବାରୁ ଆପଣଙ୍କୁ ଲାଗିବ ଆପଣ ଗୋଟିଏ ବୈଭବ ପ୍ରାପ୍ତିର ସମ୍ଭାର ଆପଣଙ୍କ ସହ ଯୋଡ଼ି ରହିଛି। ତେଣୁ ଦିନଟି ଅତି ଆପଣଙ୍କ ପାଇଁ ଶୁଭକାରୀ ହୋଇଥିବାରୁ ଆଜିର ଦିନଟିକୁ ଆହୁରି ଶୁଭ କରିବା ପାଇଁ କରନ୍ତୁ ପ୍ରତିକାରଟି ଯାହା ମୁଁ କହୁଛି। ଗାଧୋଇବା ବେଳେ ଗାଧୁଆ ଜଳରେ ଜାଇଫଳ ଟିକେ ଓ କେଶର ଟିକେ ପକେଇ ସେହି ଜଳରେ ଗାଧୋଇକିରି ଦିନଚର୍ଯ୍ୟା କରନ୍ତୁ। ଦେଖିବେ ଦିନଟି ଅତି ଶୁଭକାରୀ ହେବ। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ମିଥୁନ ରାଶି ବିଷୟରେ। କିପରି ରହିବ ଆଜିର ଦିନଟି, କେଉଁ ଦିଗ ପ୍ରତି ହେବେ ସାବଧାନ ଓ କ'ଣ କରିବେ ଏହାର ପ୍ରତିକାର। ଦର୍ଶକ ବନ୍ଧୁ, ମିଥୁନ ରାଶି ବ୍ୟକ୍ତି ବିଶେଷ ମାନେ ମାନସିକ କଷ୍ଟ ପ୍ରତି ଟିକେ ସାବଧାନ ରୁହନ୍ତୁ। ସଦାବେଳେ ମନସ୍ତାପ ଭଲ ନୁହେଁ। ଏହି ସପ୍ତାହରେ ପ୍ରାୟତଃ 3-4 ଦିନ ହେବ ଆପଣ ମାନସିକ କଷ୍ଟ ଭୋଗ କରୁଛନ୍ତି। ଆଜି ମଧ୍ୟ ସେହି ମାନସିକ କଷ୍ଟଟିଏ ଆପଣଙ୍କୁ ରହିଛି। ମୁଁ କହେ ସେ ମାନସିକ କଷ୍ଟଠାରୁ ବାହାରି ଆସନ୍ତୁ। ଅସନ୍ତୋଷ ବା ଅଶାନ୍ତି ଏପରି ସ୍ଥିତିରୁ ନ ବାହାରିଲେ ଆପଣ ଆଗକୁ ବଢ଼ିପାରିବେ ନାହିଁ। ସେହିପରି ସ୍ଥାନନାଶର ଯୋଗଟିଏ ରହିଛି। ଧରି ନିଅନ୍ତୁ କୌଣସି ପ୍ରପର୍ଟି ଉପରେ ଆପଣ କିଛି ଆଡ଼ଭାନ୍ସ ଦେଇଛନ୍ତି ବା ସେହି ଜାଗାଟିକୁ ଆପଣ ନେବା ପାଇଁ ଚାହୁଁଛନ୍ତି, ତାହା ଆପଣଙ୍କ ହାତରୁ ଚାଲିଯିବ, ଆପଣ ତାହା ନେଇପାରିବେ ନାହିଁ। କିମ୍ବା ଯଦି କୌଣସି ଜାଗା ବାଡ଼ିକୁ ନେଇକରି ବିବାଦୀୟ ପରିସ୍ଥିତିରେ ଅଛନ୍ତି, ଆଜି ଯଦି ତାର ମୀମାଂସା ହେବାକୁ ଯାଉଛି ତାହେଲେ ମଧ୍ୟ ସେ ଜାଗା ଖଣ୍ଡିକ ଆପଣଙ୍କ ହାତରୁ ଚାଲିଯିବ, ତାହା ମଧ୍ୟ ଆପଣ ପାଇପାରିବେ ନାହିଁ। ସ୍ୱଜନଙ୍କ ସାଙ୍ଗରେ ଝଗଡ଼ା ଆପଣଙ୍କୁ ଅତି ଭାରି ପଡ଼ିବ ଆଜ୍ଞା। ନିଜ ଲୋକଙ୍କ ସାଙ୍ଗରେ ଝଗଡ଼ା ଝାଣ୍ଟି ଠାରୁ ବଞ୍ଚି ରୁହନ୍ତୁ।
बिना कारण पीड़ा बा शारीरिक कष्ट को मध्य आज आपण सामना करुछंती धनर अभाव पैसा पत्रर अभाव टिके आज आपण को रहिबो आपण अनेक किछि कार्य हाथ को नैथिबे जहा पई अर्थ अभाव मुख्य कारण साजिब यहाकू सफल मंडित न करिवारे भ्रमण जोगटी रही जहाकू आमे वृथा भ्रमण बोली कहवा तेणु एप्रति सावधान रुहंतु चोर बा ठक प्रकृति लोकंक प्रति सावधानता अवलंबन करंतु व्यापारी भाई माने जो माने व्यापार करुछंती जगी रखी बुझी विचारी व्यापार रे आज मनोनिवेश करंतु काहे कि ना दिनटी एते आपनक पई भलो नाही मिथुन राशि व्यक्ति विशेष माने एही सब अशुभ फल को किपरि आपण आजिर दिन रे शुभ फल रे परिणत करिवे ताहा पई गोटे छोटिया टिप्स टिए दउची जहा आपनको गाधुआ घरे बा गाधोइबा जल सह जोड़ी हेई रहिची कोन करिवे प्रतिकार गाधुआ पानी रे महू टिके ओ गाई गोबर टिके पकईकरी स्नान करी दिनचर्या आरंभ करंतु देखिबे जेते गुड़िए अशुभ फल आपनक सह भोग होउची ताहा एते मात्रा रे आपनकू प्रभावित करिवो नाही। दर्शक बंधु एबे आसंतु जानिबा कर्कट राशि विषय रे किपरि कटिबो आजिर दिनटी कोन रहिची शुभ फल ओ कोन रहिची अशुभ फल ओ किपरि रहिबे सावधान कोन करिवे एहार प्रतिकार देखंतु दर्शक बंधु कर्कट राशि व्यक्ति विशेष माने हुए तो सदाबले विभिन्न प्रकार चिंता को नैकिरी व्यस्त रहितांती सेहीपरि आजिर दिन रे दिनटी किछि शुभकारी जहा द्वारा आपण शुभ फल पाउछंती किछि आपणक भाग्य आपणक को अति शुभता बा किछि सुमार्ग दउची जहा द्वारा आपण अति शुभ फल मध्य लाभ करुछंती आनंदर दिनटीए आज आपण अनेक क्षेत्र रे निजको निजर मनोनिवेश करी आनंदित हेबे धर्म कर्म रे मध्य आज मनोनिवेश करिवे देवालय जिबा बा धर्म अनुष्ठान रे कोनोसी पूजा पाठ करिबा किंबा कोनोसी किपरि दान दक्षिणा करी आज आपण धर्मीय भावना रे निजर मन को शांत करी रखिबे मात्र अपवादर भय टे मध्य आज रहिची एही अपवादरू बंची रहिबा पाई धर्म कर्म रे जेहेतु आपण आज दिन काटुचंती ताहा अति मात्रा रे बढ़ाई दियंतु और निंदा अपवाद ठारू बंची रुहंतु निज द्वारा आपणकर जानता रे हेउ किंबा अजनता रे हेउ निज द्वारा अन्य को किछि पीड़ा आपण आज देउछंती तेणु सतर्क रुहंतु आपणक हाथ रे किछि एमिति घटना घटी न जाऊ जहा आपणक पाई केही जणे कष्ट पाऊ बा पीड़ा पाऊ सेति प्रति सावधान रुहंतु शोकाकुल परिस्थिति टिए आपण मध्य आज सामना करिवे सेही परि शरीर रे पीत प्रकृति बा पीतर वृद्धि आपण को आज मस्तिष्क रे किछि पीड़ा देई पारे बा ब्लड प्रेशर किंबा किछि पीत जनित समस्या रु शरीर टी आपणकर दुर्बल हेई पारे दिनटी अनेक शुभ किछि अशुभ जाउथिबारु आजिर दिन रे कोन करिवे प्रतिकार देखंतु गाधुआ पानी रे श्वेत चंदन टिके पकेई स्नान करंतु देखिबे दिनटी अति मंगलमय हेबो। एबे आसंतु जानिबा सिंह राशि विषय रे किपरि रहिछि आजिर दिनटी केउ केउ दिग प्रति हेबा सावधान और कोन करिबा प्रतिकार मात्राधिक खर्च आज मध्य आपण करने को जाउछंती सेति प्रति सावधान हेबा निहाती आवश्यक धन लाभर सूचना टिए रहिछि किंतु सेही परि खर्च मध्य आपणकर आज रहिछि मानसिक स्तर रे शांति आपण पाउछंती किंतु हठात उत्तेजित हेई कोनोसी क्रिया करी अशांतिक परिवेश भीतर को मध्य चली जाउछंती शारीरिक कष्ट टिके रहिछि सेति प्रति सावधान हेबा निहाती आवश्यक सेही परि सम्मान प्रकृति जगी रखी चलंतु निजर सम्मान निजे रक्षा करंतु आपणकर क्रियाकलाप बा आपणकर किछि गतिविधि आपणकर मान सम्मान उपरे किछि आँच आनी पारे तेणु सेति प्रति टिके सावधान रुहंतु आजिर दिन रे आपण बुद्धिर विकास बा अनेक गुड़िए दूर चिंता करी काम करुथिबारु आ प्रत्येक उद्योग रे आपण सक्सेस हेबे मात्र किछि क्षेत्र रे बाधा
ମଧ୍ୟ ଆପଣଙ୍କୁ ମିଳିବ। ସେହିପରି କୁଟୁମ୍ବରେ କ୍ଲେଶ ଲାଗି ରହୁଛି, ସେଥିପ୍ରତି ଟିକେ ସାବଧାନ ରୁହନ୍ତୁ ଓ ନିଜ ସ୍ୱକୁଟୁମ୍ବ ବା ପରିବାର ସହ ମିଳିମିଶି ରୁହନ୍ତୁ ଓ ଆନନ୍ଦ ବାଣ୍ଟନ୍ତୁ। ସେହିପରି ସନ୍ତାନଙ୍କ ଠାରୁ ସୁଖ ଆପଣ ପାଇବେ। ଆପଣଙ୍କର ସନ୍ତାନ ଯଦି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ଆଜି ଭଲ ରେଜଲ୍ଟ ଆଣି ଆପଣଙ୍କୁ ଦେଇପାରନ୍ତି, ଆପଣଙ୍କୁ କର୍ମକ୍ଷେତ୍ରରେ ଉତ୍ତମ ସାହାଯ୍ୟ କରିପାରନ୍ତି କିମ୍ବା ଆପଣଙ୍କର କ୍ରିୟମାଣ କାର୍ଯ୍ୟକୁ ସଫଳତାରେ ନେଇ ପହଞ୍ଚାଇ ପାରନ୍ତି। ସେହିପରି ଆଜିର ଦିନରେ ଖାଦ୍ୟପେୟ ପ୍ରତି ଆପଣଙ୍କର ଅରୁଚି ଭାବନା ଆପଣଙ୍କୁ ସମୟାନୁସାରେ ଖାଦ୍ୟ ନ ଖାଇ ସମୟ ଗଡ଼ିଯିବା ପରେ ଖାଇବା ବା ଖାଇବା ପ୍ରତି ଇଚ୍ଛା ପ୍ରକାଶ ନ କରିବା, ଏହା ଆପଣଙ୍କୁ ଶରୀରରେ କିଛି ରୋଗର କାରଣ ହୋଇପାରେ। ଦେଖନ୍ତୁ, ଯାହା ଆପଣଙ୍କ ସାଙ୍ଗରେ ଘଟୁଛି ତାହା ସେହି ଅନୁସାରେ ଅନ୍ୟକୁ ଆପଣ କଥୋପକଥନ କରନ୍ତୁ। ତୁଚ୍ଛା ଅଭିଳାଷା ବା କାହାକୁ ମିଛ କଥା କହି ପରିଶେଷରେ ନିଜର ମାନ ସମ୍ମାନ ହାନି କରନ୍ତୁ ନାହିଁ। ଦିନଟି କିଛି ଶୁଭ ଓ ଅନେକ କିଛି ଅଶୁଭ ଥିବାରୁ ଆଜିର ଦିନରେ କ'ଣ କରିବେ ପ୍ରତିକାର? ସେହିପରି କହୁଛି, ଆଜିର ଦିନରେ ଗାଧୁଆ ଘରେ ପ୍ରତିକାର ବୋଲି ମୁଁ ଯାହା ଆପଣଙ୍କୁ ଆଗରୁ କହିଛି, ଗାଧୁଆ ପାଣିରେ ଅଳାଇଚ ଟିକେ କେଶର ଟିକେ ପକେଇ ସେହି ଜଳରେ ସ୍ନାନ କରି ଦିନଚର୍ଯ୍ୟା କରନ୍ତୁ, ଦେଖିବେ ଦିନଟି ଅତି ମଙ୍ଗଳମୟ ହେବ। ଏବେ ଆସନ୍ତୁ ଜାଣିବା କନ୍ୟା ରାଶି ବିଷୟରେ। କିପରି ରହିବ ଆଜିର ଦିନଟି, କେଉଁ କେଉଁ ଦିଗ ପ୍ରତି ହେବେ ସାବଧାନ ଓ କ'ଣ କରିବେ ପ୍ରତିକାର। ଦେଖନ୍ତୁ, କନ୍ୟା ରାଶି ବ୍ୟକ୍ତି ବିଶେଷ ମାନେ ଆଜି ଦିନଟି ଆପଣଙ୍କ ପାଇଁ ଅତି ଶୁଭକାରୀ ଦିନ ବୋଲି ମୁଁ ଭାବେ। ଅତିଥି ଅଭ୍ୟାଗତଙ୍କର ଆପଣଙ୍କ ଘରକୁ ବା ଆପଣଙ୍କ ପାଖକୁ ଆଗମନ ଓ ଆପଣ ମଧ୍ୟ ମନପ୍ରାଣ ଦେଇ ତାଙ୍କର ସେବା, ରୁଚିକର ଖାଦ୍ୟ ବା ଗୋଟିଏ ଆନନ୍ଦ ଉଲ୍ଲାସ ମହଲ ଭିତରେ ଆଜି ଆପଣ ଗତି କରୁଛନ୍ତି। ସୁଖ ଦ୍ରବ୍ୟ ଟିକେ ଆଜି ମଧ୍ୟ ଆପଣ ପ୍ରାପ୍ତି କରୁଛନ୍ତି। ଯେଉଁ ଦ୍ରବ୍ୟଟି କିଣି ବା ପ୍ରାପ୍ତି କରି ଆପଣ ଅତି ଆନନ୍ଦିତ ହେଉଛନ୍ତି, କହିବାକୁ ଗଲେ ଅତି ଆନନ୍ଦର ଦିନଟିଏ, ଆନନ୍ଦର ସହ ଆଜି ଆପଣ ଉପଭୋଗ କରିବେ। ମାତ୍ର କିଛି ମାତ୍ରାରେ ଝଗଡ଼ା ବା ବିରୋଧ ଆଚରଣ ଆପଣଙ୍କ ସହ ଘଟିପାରେ। ଦ୍ରବ୍ୟରେ କମି ବା କୌଣସି ଜିନିଷର ଅଭାବ ଆପଣଙ୍କୁ ଆଜି କିଛି ମାନସିକ ଅଶାନ୍ତିରେ ପକାଇ ଦେଇପାରେ। ଶରୀରରେ ମଧ୍ୟ ଆଜି ଆପଣ କିଛି କ୍ଳାନ୍ତି ଅନୁଭବ କରିବେ ବା କମଜୋର ଅନୁଭବ କରିବେ, ଯାହା ଆପଣଙ୍କୁ ରୁଗ୍ଣତା ବୋଲି ମେହସୁସ ହେବ। ତେଣୁ ଆଜିର ଦିନରେ ଅନେକ କିଛି ଶୁଭ ଫଳ ମିଳୁଥିଲେ ମଧ୍ୟ କିଞ୍ଚିତ ଅଶୁଭ ଫଳ ମଧ୍ୟ ଆପଣ ପାଉଛନ୍ତି। ତେଣୁ କ'ଣ କରିବେ? ଏହାର ପ୍ରତିକାର, ଗାଧୁଆ ପାଣିରେ ମହୁ ଓ ଗାଈ ଗୋବର ଟିକେ ପକାଇ ସେହି ଜଳରେ ସ୍ନାନ କରି ଦିନଚର୍ଯ୍ୟା କରନ୍ତୁ, ଦେଖିବେ ଅନେକ ଗୁଡ଼ିଏ ଅଶୁଭ ଫଳ ଆଜି କଟିଯିବ। ଏବେ ଆସନ୍ତୁ ଜାଣିବା ତୁଳା ରାଶି ବିଷୟରେ। କିପରି ରହିଛି ଆଜିର ଦିନଟି, କ'ଣ କରିବେ ପ୍ରତିକାର ଓ କେଉଁ କେଉଁ ଦିଗ ପ୍ରତି ହେବେ ସାବଧାନ। ଦେଖନ୍ତୁ, ତୁଳା ରାଶି ବ୍ୟକ୍ତି ବିଶେଷ ମାନେ ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମର ଦିନ ଅଟେ। ଯେହେତୁ ଆଜି ଆପଣ ଅତି ଉତ୍ତମ ସ୍ୱାସ୍ଥ୍ୟଟିଏ ଲାଭ କରୁଛନ୍ତି, ତାହେଲେ ତାଠାରୁ ବଡ଼ କଥା କ'ଣ ହେଇପାରେ। ସେହିପରି ଅନେକ ଦିନରୁ କରି ଆସିଥିବା ଗୁଡ଼ିଏ ଯୋଜନା ବା କିଛି କାର୍ଯ୍ୟ ପ୍ରତି ଅନେକ ଶ୍ରମ ଦେଇଥିଲେ, ଆଜି ତାହା ଆପଣଙ୍କର ହାତ ପାହାନ୍ତାରେ ଆସି ପହଞ୍ଚୁଛି। ତେଣୁ ଏହାର ଖୁସି ବା ଆନନ୍ଦ ଆଜି ଆପଣ ନେଇପାରୁଛନ୍ତି। ସେହିପରି ଧନପ୍ରାପ୍ତିର ଯୋଗଟିଏ ମଧ୍ୟ ଆଜି ରହିଛି। କିନ୍ତୁ ଗରିଷ୍ଠ ଖାଦ୍ୟ ଆଜି ଆପଣ ଖାଇ ସ୍ୱାସ୍ଥ୍ୟକୁ ଖରାପ କରନ୍ତୁ ନାହିଁ। ଯେହେତୁ ସ୍ୱାସ୍ଥ୍ୟ ଦିଗରେ ଆଜି ଦିନଟି ଶୁଭକାରୀ, ତେଣୁ ଏମିତି କିଛି ଖାଦ୍ୟପେୟ ଆପଣ ଗ୍ରହଣ କରନ୍ତୁ ନାହିଁ ଯାହା ଆପଣଙ୍କୁ ସ୍ୱାସ୍ଥ୍ୟରେ ହାନିକାରକ ହେବ। ନୂତନ ପୁସ୍ତକଟିଏ ଆଜି ଆପଣଙ୍କ ହାତରେ ରହିବ ବା ଆପଣ ପାଠ କରିବା ପାଇଁ ଚେଷ୍ଟା କରିବେ ବା କୌଣସି ପଠନାତ୍ମକ ଚିନ୍ତାଧାରା ଆଜି ଆପଣଙ୍କୁ ଅତିମାତ୍ରାରେ ପ୍ରଭାବିତ କରିବ। ସେହିପରି କିଛି ବସ୍ତ୍ର ବା କିଛି ଆଭୂଷଣ ମଧ୍ୟ ଆପଣ ଆଜି କିଣିବା ପାଇଁ ଚେଷ୍ଟା କରିପାରନ୍ତି। ଶତ୍ରୁଠାରୁ ଆଜି ମଧ୍ୟ ଆପଣ ଜୟଲାଭ କରୁଛନ୍ତି। ତେଣୁ ଦିନଟି ଅତି ଶୁଭଙ୍କର ହେଇଥିବାରୁ ଆଜିର ଦିନରେ ଏହି ଶୁଭକାରୀ ଦିନଟିକୁ ଅତି ଉଜ୍ଜଳମୟ କରିବା ଲାଗି କରନ୍ତୁ ପ୍ରତିକାରଟିଏ। ପ୍ରତିକାର କ'ଣ? ଗାଧୁଆ ପାଣିରେ ଜାଇଫଳ ଓ କେଶର
टिके पकई स्नान करी दिनचर्या करंतु देखिबे दिनटी आहुरी सरस सुंदर होइजिवो। दर्शक बंधु एबे आसंतु जानिबा बिछा राशि विषय रे किपरि रहिछि आजिर दिनटी कोन रहिबो आपनकर शुभ अशुभ ओ किपरि करिवे यार प्रतिकार। दर्शक बंधु तुला राशि परे बिछा राशि विषय रे आमे एबे जानिबा को जाउचे। देखंतु मतभेदर शिकार हेउछंती आजि बिछा राशि रो व्यक्ति विशेष माने कोनोसी ना कोनोसी क्षेत्र रे अनेक किछि द्वंद्वात्मक परिस्थिति बा भूल बुझावना मतद्वेष रो कारण हेबो सेति प्रति सावधान रुहंतु। रोगाकांत मध्य रहिबे शरीर प्रति ध्यान दियंतु। प्रत्येक क्षेत्र रे विफलता को टिके आज आपण सामना करूछंती तेणु उचित कर्म आपण सठिक समय रे ओ कर्म तत्परतार सह करंतु जहा द्वारा विफलतारू आपण को किंचिते शुभ फल मिलिवो। सेहिपरि रोजगार स्थान रे किसी विशृंखला मध्य आज आपण को संगरे घटिबा को जाउची। कर्म क्षेत्र रे हेउ व्यवसायिक क्षेत्र रे हेउ किंबा जदि आपण कोनोसी जगह रे गोटिए उच्च पदस्थ अधिकारी सह काम करूचंती ताहाले बुझी विचारी सठिक भाव रे कार्यरत रुहंतु नचेत कर्म क्षेत्र रे आपण विशृंखलित आचरण जोगे बा काहार विशृंखलित आचरण सह जोड़ी हई कर्म क्षेत्र रे अनेक किछि बाधा विघ्न को सामना करिवे। सेहिपरि संतान और स्त्री को प्रति किछि विपद रहिछि बा किछि कष्ट रहिछि बा तांको ठारू आपण को किछि कष्ट मध्य रहिछि तेणु एथि प्रति सावधान रुहंतु। मात्राधिक खर्च आजिर दिन रे अर्थ अभाव कारण साजुची। सेहिपरि हठात कहा सह झगड़ा झांटी मध्य दिनटी को अति अशुभ आड़कू टाणी नेउची। दुर्घटनार शिकार मध्य आपण हेई पारंती तेणु यातायात बेले जगी रखी जीवा आसीबा करिबा निहाती आवश्यक। सेहिपरि शरीर रे शिथिलता आज आपण को कर्म क्षेत्र रे बाधक साजी पारे तेणु स्वास्थ्य प्रति मध्य सचेतन रुहंतु और उचित समय रे खाद्यपेय करी निजर स्वास्थ्यटी को ठीक रखंतु। दिनटी जेहेतु अशुभकारी अछि बा अति अशुभ फल मान आज आपण एही दिन रे भोग करूछंती तेणु करंतु एही प्रतिकारटी हेउची गाधुआ जल रे रक्त चंदन संगरे टिके हेंगू पकई गाधोईकिरी दिनचर्या करंतु देखिबे दिनटी अति मंगलमय हेबो। दर्शक बंधु एबे आसंतु जानिबा धनुराशि विषय रे किपरि रहिछि आजिर दिनटी कौन रहिबो शुभ और कौन रहिबो अशुभ केउ दिग प्रति हेबे सावधान और कौन करिवे प्रतिकार। देखंतु दर्शक बंधु धनुराशि व्यक्ति विशेष माने रोग प्रति टिके सावधान हे जानतु। अजणा भय करि जाइतिबा किछि कार्य बा घटन अघटन सदाबले मनरे आपण को भय भांति देइकिरि रखुची तेणु सेति प्रति सावधान रुहंतु बा विगत दिनर भूल गुडी को सुधारी आग को बढ़िबा को चेष्टा करंतु। अरुचिकर परिस्थिति बा बदहजमी गैस पेट जनित समस्या प्रति टिके सावधान रहिबा निहाती आवश्यक। झगड़ा झांटी टारू टिके दूरेई रुहंतु। उचित न्यायिक कथा कही मध्य आपण झगड़ा करने को पछौ नांती बा झगड़ा परि परिस्थिति ठारू दूरौ नांती तेणु आजिर दिन रे मोर उपदेश रहिबो झगड़ा झांटी ठारू टिके दूरेई रुहंतु। व्यर्थ चिंता करंतु नाही। दुश्चिंता आपण को अनेक किछि विफलता आड़कू टाड़ी नहीं पारे। सेहिपरि आघात भय आपणक सह आज रही तेणु आघात प्रति टिके सावधान हवा निहाती आवश्यक। अन्य पक्षरे धन प्राप्ति जोगटिए मध्य रही किछि विशेष नहेले भी किछि धन जोग आपन को आज रही रोजगार क्षेत्र रे हेउ व्यवसायिक क्षेत्र रे हेउ जहा किछि दिन हैला आपन को धन प्राप्ति बा जेतिक जहा दरकार ताहा आपन को पाखु आसु नथिला आजिर दिन रे किछि धन प्राप्तिर जोग आपन को सह घटुती। सेहिपरि मांकर सुख को नहीं आपन सुखी हेबे। मां को टिके सुख दियंतु। निजर जन्मित मां आजी
ଆପଣଙ୍କ ଉପରେ ବହୁତ ଖୁସି। ତେଣୁ ଆପଣ ଟିକେ ମଧ୍ୟ ସମୟ ବାହାର କରି ମାଙ୍କ ସହ କଥୋପକଥନ ହୁଅନ୍ତୁ ବା ତାଙ୍କ ଖୁସିରେ ସାମିଲ ହୁଅନ୍ତୁ। ଦେଖିବେ ଦିନଟି ମଙ୍ଗଳମୟ ହେବ। ସେହିପରି କୁଟୁମ୍ବକୁ ମଧ୍ୟ ଆଜି ସମୟ ଦିଅନ୍ତୁ। ପାରିବାରିକ ସମୟ ପରିବାରରେ ବିତେଇ ଦିନଟିକୁ ଶୁଭକାରୀ କରନ୍ତୁ। ତେଣୁ ଦର୍ଶକ ବନ୍ଧୁ, ଧନୁରାଶି ବିଶେଷ ବ୍ୟକ୍ତି ମାନଙ୍କ ପାଇଁ ଆଜି ଦିନଟି ଅନେକ କିଛି ଅଶୁଭ ଥିଲା ମଧ୍ୟ କିଛି ମାତ୍ରାରେ ଶୁଭ ରହୁଛି। ତେଣୁ କ'ଣ କରିବେ ଏହାର ପ୍ରତିକାର? ମୁଁ ଯାହା କହିଛି ଆଗରୁ ଗାଧୁଆ ଘରେ ରହିଛି ଆଜିର ଦିନରେ ଆପଣଙ୍କର ପ୍ରତିକାର। ସେହିପରି ଗାଧୋଇବା ପାଣିରେ କେଶର, ହଳଦୀ ଓ ମହୁ ଟିକେ ପକେଇ କରି ସେହି ପାଣିରେ ସ୍ନାନ କରନ୍ତୁ ଓ ଦିନଚର୍ଯ୍ୟା ଆରମ୍ଭ କରନ୍ତୁ। ଦେଖିବେ ଦିନଟି ଅତି ମଙ୍ଗଳମୟ ହେବ। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ମକର ରାଶି ବିଷୟରେ। କିପରି ରହିଛି ଆଜିର ଦିନଟି, କ'ଣ କରିବେ ଆପଣ ପ୍ରତିକାର, କେଉଁ ଦିଗ ପ୍ରତି ହେବେ ସାବଧାନ ଓ କାହା ପ୍ରତି କରିବେ ସଦ୍ ଆଚରଣ। ଦେଖନ୍ତୁ, ସ୍ୱାସ୍ଥ୍ୟରେ ସୁଧାର ଆଜି ଆପଣଙ୍କର ଆସୁଛି। ମାତ୍ର ଟିକେ କଳହାତ୍ମକ ଚିନ୍ତାଧାରା ଠାରୁ ଯଦି ଟିକେ ଦୂରେଇ ରୁହନ୍ତେ ତାହେଲେ ବହୁତ ଭଲ ହୁଅନ୍ତା। ଅଯଥା ଛୋଟ ଛୋଟ କଥାକୁ ନେଇ ଘରେ ବାହାରେ କର୍ମକ୍ଷେତ୍ରରେ ବା ସାଙ୍ଗ ସାର୍କିଲରେ କିଛି କଳହାତ୍ମକ ପରିସ୍ଥିତି ସୃଷ୍ଟି କରନ୍ତୁ ନାହିଁ ବା ଅବୁଝା ହୁଅନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଅତି ଶୁଭକାରୀ ହେବ। ପେଟ ଜନିତ ସମସ୍ୟା ଯେହେତୁ ଦେଖାଯାଏ, ସେଥିଲାଗି ପେଟ ଯନ୍ତ୍ରଣା ଆପଣଙ୍କର ରହିଛି। ତେଣୁ ଖାଦ୍ୟପେୟରେ ନିୟମିତତା ଟିକେ ରକ୍ଷା କରନ୍ତୁ ଓ ଶତ୍ରୁଙ୍କ ଠାରୁ ଟିକେ ବର୍ଚିକିରି ରୁହନ୍ତୁ। କାହିଁକି ନା ଶତ୍ରୁ ଭୟ ଆଜି ଆପଣଙ୍କୁ ଦେଖାଯାଏ। ସେହିପରି କୁଟୁମ୍ବରେ ମଧ୍ୟ କ୍ଲେଶ ଦେଖାଯାଏ। ଧନହାନିର ଯୋଗଟିଏ ମଧ୍ୟ ଆଜି ରହିଛି। ତେଣୁ ଖର୍ଚ୍ଚ କରିଲା ବେଳେ ଟିକେ ସତର୍କ ହୋଇ ଖର୍ଚ୍ଚ କରନ୍ତୁ ବା କରୁଥିବା ଯେକୌଣସି କାର୍ଯ୍ୟ, ତାହା ବିଜନେସ୍ ହେଉ କିମ୍ବା ଚାକିରି ହେଉ ବା କିଛି ଯଦି ଆପଣ ନୂତନ କାର୍ଯ୍ୟ କରିବାକୁ ଯାଉଛନ୍ତି, ସେଥିପ୍ରତି ସାବଧାନତା ହୋଇ ରୁହନ୍ତୁ। କାହିଁକି ନା ଧନହାନିର ଯୋଗ ଯେହେତୁ ରହିଛି, କୌଣସି ନା କୌଣସି କ୍ଷେତ୍ରରେ ଆପଣଙ୍କୁ ବାଧା ଦେଇ ସେଠାରେ ଆପଣଙ୍କର ଲସ୍ କରାଇପାରେ। ଆଜି ଆପଣ ନାରୀ ଜନିତ ଚକ୍ରାନ୍ତରୁ ମୁକୁଳିବେ। ଦର୍ଶକ ବନ୍ଧୁ, ମୋର କହିବାର କଥା, ଅନେକ ମକର ରାଶି ବ୍ୟକ୍ତି ବିଶେଷ ମାନେ ଥିବେ, କାହା ସହ କିଛି ବି ଘଟିପାରେ। ତେଣୁ ଏହା ଚନ୍ଦ୍ରଚଳନ ଅନୁଯାୟୀ ଯେଉଁ ଫଳ ଗୁଡ଼ିକ ରହୁଛି ତାହା ଆମ୍ଭେ ଆପଣଙ୍କୁ କହୁଛୁ। ତେଣୁ ନାରୀ ଜନିତ ଚକ୍ରାନ୍ତରୁ ଆଜି ଆପଣ ମୁକୁଳି ଯିବେ ଓ କୌଣସି କର୍ମ ନିଯୁକ୍ତି ମଧ୍ୟ ଆଜି ଆପଣ ପାଇପାରନ୍ତି। ନୂତନ କର୍ମ ଖୋଜୁଥିବା ବ୍ୟକ୍ତିବିଶେଷ ମାନେ ଆଜି ଚେଷ୍ଟା କରନ୍ତୁ, ଭରପୁର ଚେଷ୍ଟା କରନ୍ତୁ। ଦେଖିବେ କର୍ମରେ ନିଯୁକ୍ତିର ଯେହେତୁ ସମ୍ଭାବନା ଟିକେ ରହିଛି, ଅନେକ ଅଶୁଭ ଫଳ ଥିଲେ ମଧ୍ୟ ତଥାପି ଆପଣ କର୍ମ ନିଯୁକ୍ତି ପାଇପାରୁଛନ୍ତି। କ'ଣ କରିବେ ପ୍ରତିକାର? ଦିନଟି ଯେହେତୁ ଅତି ଅଶୁଭକାରୀ ଓ କିଞ୍ଚିତ ଶୁଭକାରୀ, ତେଣୁ ଏହାର ପ୍ରତିକାରରେ ଆପଣ ଗାଧୋଇବା ବେଳେ ଜଳରେ ଖସା ଓ ଶ୍ଵେତ କୁଙ୍କୁମ ପକାଇ ସେହି ଜଳରେ ସ୍ନାନ କରି ଦିନଚର୍ଯ୍ୟା ଆରମ୍ଭ କରନ୍ତୁ। ଦେଖନ୍ତୁ ଦିନଟି ଅତି ମଙ୍ଗଳମୟ ହେବ। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା କୁମ୍ଭ ରାଶି ବିଷୟରେ। କିପରି ରହିଛି ଆଜିର ଦିନଟି, କ'ଣ କରିବେ ପ୍ରତିକାର, କେଉଁ କେଉଁ ଦିଗ ପ୍ରତି ହେବେ ସାବଧାନ। ଦେଖନ୍ତୁ, କୁମ୍ଭ ରାଶି ବ୍ୟକ୍ତି ବିଶେଷ ମାନେ ଆଜି ଆପଣ ରୋଗରୁ ମୁକ୍ତି ପାଉଛନ୍ତି ବା ଶରୀରରେ ଲାଗି ରହିଥିବା କିଛି ରୋଗ ଆଜି ଆପଣଙ୍କୁ ଅନେକ ମାତ୍ରାରେ ସୁଫଳ ଦେବାର ଦେଖାଯାଏ। ସେହିପରି ଧନ ଲାଭର ଯୋଗଟିଏ ଆଜି ରହିଛି। କୌଣସି ନା କୌଣସି କ୍ଷେତ୍ରରୁ କିଛି ଧନର ଆଗମନ ଆପଣଙ୍କ ପାଇଁ ଶୁଭତାର ସୂଚନା ଆଣି ଆସୁଛି। ମନରେ ଗୁଡ଼ିଏ ସୁଖ ଶାନ୍ତି ଆଜିର ଦିନରେ ଆପଣ ଭୋଗ କରୁଛନ୍ତି। କୌଣସି ଭଲ ଲୋକଙ୍କ ସହ ଆଜି ଆପଣ ମିଶି କିଛି ନା କିଛି କାର୍ଯ୍ୟ କରୁଛନ୍ତି ବା ଦିନର ପ୍ରାୟତଃ ଅନେକ ସମୟ ଆପଣ କୌଣସି ସୁସଙ୍ଗଠରେ ଅତିବାହିତ କରିବେ ବା ସୁସଙ୍ଗରେ ରହି ନିଜର ଦିନଚର୍ଯ୍ୟା କରିବେ ବା କୌଣସି ଭଲ ଲୋକଟିଏ ଆପଣଙ୍କୁ ଆଜି ମିଳିଯାଇପାରେ, ଯାହାଙ୍କର କିଛି ଉପଦେଶ ଆପଣଙ୍କ ଜୀବନରେ ବା ଆଜିର ଦିନରେ ଅନେକ କାର୍ଯ୍ୟକାରୀ କରାଇବ। ସେହିପରି ଧନଲାଭର ସୂଚନାଟିଏ ଆଜି ରହିଛି। ଦେଖିଲା ବେଳକୁ ପ୍ରତ୍ୟେକ କ୍ଷେତ୍ରରେ ଆଜି କୁମ୍ଭରାଶି ବ୍ୟକ୍ତିବିଶେଷ ମାନଙ୍କ ପାଇଁ ଅନେକ ଶୁଭଫଳ ରହିଛି। ତେଣୁ ଚିନ୍ତା କରିବାର ନାହିଁ। ଅନେକ ଶୁଭଫଳ ଯେହେତୁ ରହିଛି, ବୁଝି ବିଚାରି ପ୍ରତ୍ୟେକ
ପ୍ରତ୍ୟେକ କାର୍ଯ୍ୟ କରନ୍ତୁ ଓ ପ୍ରତିକାରରେ କହୁଥିବା ପ୍ରତିକାରଟି କରନ୍ତୁ, ଦିନଟି ଅତି ମଙ୍ଗଳମୟ ହେବ। କ'ଣ କରିବେ ପ୍ରତିକାର? ଗାଧୋଇବା ଜଳରେ ସେଇ ଖସା ଓ ଶ୍ଵେତ କୁଙ୍କୁମ ଟିକେ ପକାଇ ଗାଧୋଇକିରି ଦିନଚର୍ଯ୍ୟା କରନ୍ତୁ, ଦେଖିବେ ଦିନଟି ଅତି ମଙ୍ଗଳମୟ ହେବ। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ମୀନ ରାଶି ବିଷୟରେ। କିପରି ରହିବ ଆଜିର ଦିନଟି, କ'ଣ କରିବେ ପ୍ରତିକାର ଓ କେଉଁ କେଉଁ ଦିଗ ପ୍ରତି ହେବେ ସାବଧାନ। ଦେଖନ୍ତୁ, ଶୋକାକୁଳ ପରିସ୍ଥିତି, ଯାତାୟାତରେ ବିଘ୍ନ, କୌଣସି ଜାଗାରୁ କୌଣସି ଜାଗାକୁ ଗତି କରୁଥିଲା ବେଳେ ଆପଣ ବାଧାବିଘ୍ନକୁ ସାମ୍ନା କରିବେ କିମ୍ବା ରୋଡ଼ କ୍ରସ୍ କଲା ବେଳେ ଟିକେ ମଧ୍ୟ ଜଗି ରଖିକରି ଯିବା ଆସିବା କରନ୍ତୁ। ବା ଯଦି ଦୂରଯାତ୍ରା କରୁଛନ୍ତି ତାହେଲେ ମୋର ଉପଦେଶ ରହିବ ତାହା ଆଜିର ଦିନରେ ସ୍ଥଗିତ ରଖିବା ଆପଣଙ୍କ ପାଇଁ ଭଲ ହେବ। ଅକାରଣରେ ଚିନ୍ତା, ଅନେକ ଗୁଡ଼ିଏ ଚିନ୍ତା କରି କରି ଆପଣ ଦିନ ବିତାଉଛନ୍ତି, ତାହାର କୌଣସି ସୁଫଳ ଆପଣ ପାଇପାରୁନାହାନ୍ତି। ତେଣୁ ଅକାରଣ ଚିନ୍ତାରୁ ଦୂରରେ ରୁହନ୍ତୁ। ଧନହାନିର ଯୋଗଟିଏ ରହିଛି, ପ୍ରତ୍ୟେକ କ୍ଷେତ୍ରରେ ଆପଣ ଏହି ଧନର ଅଭାବକୁ ପରିଲକ୍ଷିତ କରୁଛନ୍ତି ଓ ଧନ ହାନିକୁ ମଧ୍ୟ ଉପଲବ୍ଧି କରୁଛନ୍ତି। ତେଣୁ ସେଥିପ୍ରତି ସାବଧାନ ରୁହନ୍ତୁ। ପାରିବାରିକ ବିରୋଧ ବା ପରିବାରରେ ଆପଣ ବିରୋଧୀ ହୁଅନ୍ତୁ ନାହିଁ ବା ପରିବାର ଆପଣଙ୍କୁ ନେଇ ବିରୋଧ ଆଚରଣ ନ କରୁ, ସେଥିପ୍ରତି ସଜାଗ ରୁହନ୍ତୁ। ସେହିପରି ଛୋଟ ଛୋଟ କଥାରେ ଚିଡ଼ିଯିବା, ରାଗିଯିବା, ଅନେକ କିଛି ଦୁର୍ବ୍ୟବହାର କରିବା, ଏଥିପ୍ରତି ମଧ୍ୟ ଆପଣ ସାବଧାନ ରୁହନ୍ତୁ। ଅନେକ ସମୟ ଅତିବାହିତ ପରେ ଭୋଜନ କରନ୍ତୁ ନାହିଁ। ଭୋଜନ ବା ଖାଇବା ସମୟରେ ଖାଆନ୍ତୁ, ନଚେତ୍ ସ୍ୱାସ୍ଥ୍ୟରେ ଆପଣଙ୍କର ଅବନତି ହେଇପାରେ। ସେପରି ଖଳ ଲୋକଙ୍କ ସହିତ ସଙ୍ଗତି କରନ୍ତୁ ନାହିଁ। ଏମିତି କିଛି ସାଙ୍ଗ ସାର୍କିଲ ଆପଣଙ୍କ ସହ ଯୋଡ଼ି ରହିଛି ଯେଉଁଥିରେ ଅନେକ ଗୁଡ଼ିଏ ଖଳ ପ୍ରକୃତିର ଲୋକ ରହିଛନ୍ତି। ଆପଣ ତାଙ୍କ ସହ ମିଶି ନିଜର ସମୟ ନଷ୍ଟ କରି ବା ନିଜର ବୁଦ୍ଧିକୁ ନଷ୍ଟ କରନ୍ତୁ ନାହିଁ, ଯାହା ଆଜିର ଦୁର୍ଦିନରେ ଆହୁରି ଦୁର୍ଦିନ ଆଣିଦେବ, ଯାହା ଆପଣଙ୍କ ପାଇଁ ଅତିଶୟ କଷ୍ଟକାରୀ ହେବ। ତେଣୁ ଶରୀରରେ ପୀଡ଼ାଟିଏ ଯେହେତୁ ରହିଛି ବା ଶରୀର ଆପଣଙ୍କର ସେତେ ସୁସ୍ଥ ରହୁନାହିଁ, ସେଥିପ୍ରତି ମଧ୍ୟ ଆପଣ ସଜାଗ ରୁହନ୍ତୁ। ଉତ୍ତମ ସ୍ୱାସ୍ଥ୍ୟର କାମନା କରନ୍ତୁ ବା ସେଥିପ୍ରତି ଯତ୍ନଶୀଳ ରୁହନ୍ତୁ। ଦିନଟି ଆଜି ଭଲ ଯାଉନଥିବାରୁ କ'ଣ କରିବେ ଏହାର ପ୍ରତିକାର? ଦେଖନ୍ତୁ, ମୀନରାଶି ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ମୁଁ ଆଗରୁ ଯେମିତି କହିଛି, ମୁଁ ଆଜି କହୁଥିବା ପ୍ରତିକାର ରହିଛି ଆପଣଙ୍କର ଗାଧୁଆ ଘରେ। କ'ଣ କରିବେ? ଗାଧୋଇବା ପାଣିରେ କେଶର, ହଳଦୀ ଓ ଟିକେ ମହୁ ପକାଇ ଏହି ଜଳରେ ଗାଧାନ୍ତୁ ଓ ଦିନଚର୍ଯ୍ୟା ଆରମ୍ଭ କରନ୍ତୁ, ଦେଖିବେ ଦିନଟି ଅତି ମଙ୍ଗଳମୟ ହେବ। ଦର୍ଶକ ବନ୍ଧୁ, ଏହି ଥିଲା ମେଷ ଠାରୁ ମୀନ ପର୍ଯ୍ୟନ୍ତ ଆଜିର ଦିନରେ ଚୁମ୍ବକରେ କିଛି ରାଶିଫଳ, ଯାହା ଚନ୍ଦ୍ର ରାଶିରେ ଆଧାରିତ, ଯାହା ମୁଁ ଆପଣଙ୍କୁ କହିଲି। କହୁଥିବା ରାଶିଫଳ ଗୁଡ଼ିକ ଯଦି ଆପଣଙ୍କ ସହ ଘଟିତ ହୁଏ ବା ମୁଁ କହୁଥିବା ପ୍ରତିକାର ଗୁଡ଼ିକ ଯଦି ଆପଣ କରି ସୁଫଳ ଲାଭ କରନ୍ତୁ, ତାହେଲେ ମୋର ଏହି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଓ କମେଣ୍ଟରେ ଆପଣଙ୍କର ମତାମତ ନିହାତି କୁହନ୍ତୁ। କାହିଁକି ନା ଆପଣଙ୍କର ଭଲ ପାଇବା ବା ଆପଣଙ୍କର ଶ୍ରଦ୍ଧା ବା ଆପଣଙ୍କର ଉପଦେଶ ମୋତେ ଏହି ଦିଗରେ ଆଗକୁ ଯିବା ପାଇଁ ବହୁତ ସାହାଯ୍ୟକାରୀ ହେବ। ତେଣୁ ରହୁଛି, ନମସ୍କାର। ସର୍ବେ ସୁଖିନଃ ଭବନ୍ତୁ।